ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପରମେଶ୍ୱରଙ୍କ ଅନୁଗ୍ରହରୁ ତାହାଙ୍କ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ଅନଲାଇନ ସେବା କାର୍ଯ୍ୟ ଜରିଆରେ ପୁଣି ଥରେ ଆପଣମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଏହି ଅପୂର୍ବ ସୁଯୋଗ ମୋ ଜୀବନରେ ଯୋଗ କଲେ। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ଆପଣମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିଛନ୍ତି ଏବଂ ଏହି ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ଆପଣମାନେ ନିୟମିତ ଶୁଣୁଛନ୍ତି। କେବଳ ଶୁଣୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ମାଧ୍ୟମରେ ଆପଣମାନେ ଆମ୍ଭମାନଙ୍କୁ ଉତ୍ସାହିତ କରୁଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେଉଛି। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜି ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଖ୍ରୀଷ୍ଟମାସ ଟ୍ରି ବିଷୟରେ ବାଇବଲ କଣ କହେ। ଆଜିର ପ୍ରସଙ୍ଗ ହେଲା ଖ୍ରୀଷ୍ଟମାସ ଟ୍ରି ବିଷୟରେ ବାଇବଲ କଣ କହେ ବା ପ୍ରକୃତ ଖ୍ରୀଷ୍ଟମାସ ଟ୍ରି କଣ ଅଟେ। ଆଜି ବାଇବଲରୁ କେତେକ କଥା କହି ଆପଣମାନଙ୍କୁ ମୁଁ ଉତ୍ସାହିତ କରିବା ପାଇଁ ଚାହେଁ। ପ୍ରିୟମାନେ, ଆମେ ଖ୍ରୀଷ୍ଟମାସ ସମୟରେ ବସବାସ କରୁଛୁ। ଆଉ ଏହି ଡିସେମ୍ବର ମାସ ହେଉଛି ଖ୍ରୀଷ୍ଟିଆନ ମାନଙ୍କର ପର୍ବର ମାସ ଏବଂ ଖ୍ରୀଷ୍ଟମାସକୁ ମନେ ପକାଇବାର ମାସ, ଖ୍ରୀଷ୍ଟମାସକୁ ପାଳନ କରିବାର ମାସ। ଏହି ଦିନ ମାନଙ୍କରେ ଆପଣ ଦେଖିବେ ଚର୍ଚ୍ଚରେ ଅନେକ ପରିବାରରେ ଏବଂ ଘର ଦାଣ୍ଡରେ ସେମାନେ କଣ କରନ୍ତି, ସେଇ ଖ୍ରୀଷ୍ଟମାସ ଟ୍ରିକୁ ସେମାନେ କିଣି ଆଣନ୍ତି। ହଜାର ହଜାର ଟଙ୍କା ଦେଇ ସେଇ ଗଛକୁ ସେମାନେ କିଣି ଆଣନ୍ତି, ଲିଚୁମାଳକୁ ସେମାନେ କିଣି ଆଣନ୍ତି। ଆଉ ଚର୍ଚ୍ଚରେ ନିଜ ପରିବାରରେ ସେମାନେ କଣ କରନ୍ତି, ସେ ଗଛକୁ ସେମାନେ ଲାଇଟ ଲଗାଇ ସେମାନେ ସଜାନ୍ତି। ପ୍ରିୟମାନେ, ଆମେ ଯେତେବେଳେ ସେଇ ଖ୍ରୀଷ୍ଟମାସ ଟ୍ରିକୁ ଆମେ ହଜାର ହଜାର ଟଙ୍କା ଖର୍ଚ୍ଚ କରି କିଣି ଆଣୁଛୁ, ଲିଚୁମାଳ କିଣି ଆଣି ଆମେ ସଜାଉଛୁ, ଏହିସବୁ କରିବା ଦ୍ୱାରା ଆମର କିଛି ମଧ୍ୟ ଲାଭ ହେଉନାହିଁ। ଯେଉଁ ଲୋକ ସେଇ ଖ୍ରୀଷ୍ଟମାସ ଟ୍ରିକୁ ବିକୁଛନ୍ତି, ଯେଉଁ ଲୋକମାନେ ସେଇ ଲିଚୁମାଳକୁ ବିକୁଛନ୍ତି, ସେମାନଙ୍କର ଲାଭ ହେଉଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ସମୟରେ এই ପୃଥିବୀ ପୃଷ୍ଠରେ ଥିଲେ, ସେ ତାଙ୍କ ବାକ୍ୟରେ ଗୋଟେ କଥା କହିଲେ। ଆପଣମାନେ ମୋ ସହିତ ମାର୍କ ଲିଖିତ ସୁସମାଚାର 7 ଅଧ୍ୟାୟକୁ ଆସିବେ। ମାର୍କ ଲିଖିତ ସୁସମାଚାର 7 ଅଧ୍ୟାୟ 8 ଆଉ 9 ପଦ ମୁଁ ପଢିବା ପାଇଁ ଚାହେଁ। ଏହି ସ୍ଥାନରେ ପ୍ରକାର ଲେଖାଯାଏ, ତୁମ୍ଭେମାନେ ଈଶ୍ୱରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ। ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ୱରଙ୍କ ଆଜ୍ଞା ବେଶ ଅଗ୍ରାହ୍ୟ କରିଅଛ। ପ୍ରିୟମାନେ, ଏହି ପୃଥିବୀ ପୃଷ୍ଠରେ ଯେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କର ସେବା କାର୍ଯ୍ୟ ଆରମ୍ଭ କଲେ, ତାହାଙ୍କର ଅନେକ ସେବା କାର୍ଯ୍ୟ ମଧ୍ୟରୁ ଗୋଟିଏ ସେବା କାର୍ଯ୍ୟ ହେଲା ମନୁଷ୍ୟର ପରମ୍ପରାକୁ ବିରୋଧ କରିବା। ମନୁଷ୍ୟର ରୀତିନୀତି, ପ୍ରଥା, ବିଧିବିଧାନ ଏଇସବୁକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ବିରୋଧ କରୁଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ କୌଣସି ପରମ୍ପରା ଦେବା ପାଇଁ ସେ ଆସିନଥିଲେ, ଆମକୁ ପରମ୍ପରାରୁ ମୁକ୍ତ କରିବା ପାଇଁ ଆସିଥିଲେ। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ସମୟରେ এই ପୃଥିବୀ ପୃଷ୍ଠରେ ସେ ସେବା କାର୍ଯ୍ୟ କରୁଥିଲେ, ସେହି ସମୟରେ ଅନେକ ଧର୍ମନେତା ମାନେ ଥିଲେ, ଧର୍ମଗୁରୁ ମାନେ ଥିଲେ। ସେମାନେ କଣ କରୁଥିଲେ, ବିଭିନ୍ନ ରୀତିନୀତି, ମନୁଷ୍ୟର ବିଧିବିଧାନ, ପରମ୍ପରାକୁ ସେମାନେ ପ୍ରାଧାନ୍ୟ ଦେଉଥିଲେ। ସେମାନେ ସେଇ ପରମ୍ପରାକୁ ପାଳନ କରିବା ଦ୍ୱାରା ସେମାନଙ୍କର ଲାଭ ହଉନଥିଲା। ସେମାନେ ପରମେଶ୍ୱରଙ୍କର ଆଜ୍ଞାକୁ ସେମାନେ କଣ କରୁଥିଲେ, ଅଗ୍ରାହ୍ୟ କରୁଥିଲେ। ସେହି ବିଧିବିଧାନ ପାଳନ କରିବା ଦ୍ୱାରା ତାଙ୍କର କିଛି ଲାଭ ହଉନଥିଲା। ସେମାନେ ପରମେଶ୍ୱରଙ୍କର ବାକ୍ୟକୁ ଭୁଲି ଯାଉଥିଲେ। ପ୍ରିୟମାନେ, ଆପଣ ବାଇବଲରେ ଦେଖିବେ ଖ୍ରୀଷ୍ଟମାସ ଟ୍ରି ବିଷୟରେ କୋଉଠି ମଧ୍ୟ ଲେଖା ହେଇନାହିଁ। ଯଦି ଲେଖା ହେଇଛି ଆପଣଙ୍କୁ ମିଳୁଛି, ତାହେଲେ ଆପଣ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ ଯେ ଖ୍ରୀଷ୍ଟମାସ ଟ୍ରି ବିଷୟରେ ବାଇବଲରେ କୋଉଠି ମଧ୍ୟ ଲେଖା ହେଇନାହିଁ। ଏହି ସବୁ ମନୁଷ୍ୟର ପରମ୍ପରା ଅଟେ, ଆଉ ଏହି ସବୁ ବିଧିବିଧାନ ମନୁଷ୍ୟ କରିଥିଲେ। ସେଥିପାଇଁ ଯଦି ଆପଣ ପଢିବେ ମୋ ସହିତ ପ୍ରକାଶିତ ବାକ୍ୟ ଶେଷ ଅଧ୍ୟାୟ ତାର 18 ପଦରେ ଲେଖାଯାଏ। ପ୍ରକାଶିତ ବାକ୍ୟ 22 ଅଧ୍ୟାୟ 18 ପଦରେ ଲେଖାଗଲା, ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଗ୍ରହଣ କରନ୍ତି ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶ ଗୁଡ଼ିକ ଈଶ୍ୱର ତା ପ୍ରତି ଘଟାଇବେ। ପ୍ରିୟମାନେ, ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଖ୍ରୀଷ୍ଟମାସ ଆମର ଦଣ୍ଡର କାରଣ ନ ହେଉ,
ସମସ୍ୟାର କାରଣ ନ ହେଉ, ବାଇବଲରେ ଯାହା ଲେଖା ହେଇନାହିଁ ସେଇ ସବୁ ବିଷୟ ଆମେ କେମିତି ଆମେ ଯୋଗ କରିପାରିବା। ବାଇବଲରେ ପରମେଶ୍ୱର ଯାହା କରିବା ପାଇଁ ଆମକୁ ଶିଖାଇ ନାହାନ୍ତି, ଅନୁମତି ଦେଇନାହାନ୍ତି, ତାହେଲେ ସେଇ ସବୁ ବିଷୟ ଆମେ କେମିତି ଆମେ ପାଳନ କରିପାରିବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ଖ୍ରୀଷ୍ଟମାସ ଟ୍ରି, ସେଇ ଖ୍ରୀଷ୍ଟମାସ ଦିନରେ ଯେଉଁ ସଜାଯାଏ, ଲିଚୁ ମାଳ ଲଗାଇ ଡେକୋରେଟ କରାଯାଏ, ସେଇଟା ଖ୍ରୀଷ୍ଟମାସ ଟ୍ରି ନାହିଁ। ସେହି ଖ୍ରୀଷ୍ଟମାସ ଟ୍ରିରେ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମୃତ୍ୟୁବରଣ କରିନଥିଲେ, ସେ ସେଠି ବଳିଦାନ ହେଇନଥିଲେ। ଖ୍ରୀଷ୍ଟମାସ ଟ୍ରି ହେଲା ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ। ସେହି କ୍ରୁଶ ଆଜି ଆମକୁ ପରିତ୍ରାଣ ଦେଇଛି। ତାହା ହେଉଛି ପ୍ରକୃତ ଖ୍ରୀଷ୍ଟମାସ ଟ୍ରି, ଯେଉଁ କ୍ରୁଶରେ, ଯେଉଁ କ୍ରୁଶ କାଠରେ ପରମେଶ୍ୱର ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ନିଜକୁ ବଳିଦାନ କରି ସେ ପରିତ୍ରାଣର କାର୍ଯ୍ୟକୁ ସମାପ୍ତ କଲେ। ତାହା ହେଉଛି ପ୍ରକୃତ ଖ୍ରୀଷ୍ଟମାସ ଟ୍ରି। ପ୍ରଭୁ ଆମମାନଙ୍କୁ ଏହି ବାକ୍ୟ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ଏହି ଥରର ଖ୍ରୀଷ୍ଟମାସ ଆମ୍ଭମାନଙ୍କ ପରିତ୍ରାଣ କାରଣ ହେଉ। ଏହି ଖ୍ରୀଷ୍ଟମାସ ଆମକୁ ମନ ପରିବର୍ତ୍ତନ ଆଡ଼କୁ କଢ଼େଇ ନେଉ। ପ୍ରିୟମାନେ, ଯଦି ଆମେ ପରମ୍ପରା, ଭଲ ପିନ୍ଧିବା, ଖାଇବା, ଆଉ ଘର ସଜାଇବା, ଚର୍ଚ୍ଚକୁ ଡେକୋରେଟ୍ କରିବା, ଏହି ପ୍ରକାର ବିଷୟରେ ଯଦି ଆମେ ବ୍ୟସ୍ତ ରହିବା, ତାହେଲେ ଆମେ କୋଉଠି ନା କୋଉଠି ଖ୍ରୀଷ୍ଟଙ୍କୁ, ତାହାଙ୍କର କ୍ରୁଶକୁ ଆମେ ଅଣଦେଖା କରୁଛୁ। କୋଉଠି ନା କୋଉଠି ଆମେ ତାହାଙ୍କର ବାକ୍ୟକୁ ଅଗ୍ରାହ୍ୟ କରୁଛୁ। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେଥିପାଇଁ ସାଧୁ ପାଉଲ ସେ ଗୋଟେ କଥା କହୁଛନ୍ତି ତାହାଙ୍କ ପୁସ୍ତକରେ, ଗାଲାତୀୟ 6 ଅଧ୍ୟାୟ ତାର 14 ପଦରେ ଲେଖାଯାଉଛି। ଗାଲାତୀୟ ପୁସ୍ତକ 6 ଅଧ୍ୟାୟ 14 ପଦରେ ଲେଖାଗଲା, କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋ ଠାରୁ ଦୂରେ ଥାଉ। ତାହାଙ୍କ ଦ୍ୱାରା ଜଗତ ମୋ ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି। ପ୍ରିୟମାନେ, ପ୍ରଭୁଙ୍କର ଗୌରବ ହଉ। ସାଧୁ ପାଉଲ କହୁଛନ୍ତି, ଯଦି ମୁଁ କୋଉଠି ଦର୍ପ କରିବି, ତାହା ହେଉଛି ଖ୍ରୀଷ୍ଟଙ୍କର କ୍ରୁଶ। କାହିଁକି ମୁଁ କ୍ରୁଶ ବିଷୟରେ ଦର୍ପ କରିବି? କାରଣ କ୍ରୁଶରେ ମୋର ପରିତ୍ରାଣ ହେଇଛି। ସେଇ କ୍ରୁଶ ମତେ କ'ଣ କରିଛି? ପରମ୍ପରାରୁ ମୁକ୍ତ କରିଛି। ସେଇ କ୍ରୁଶ ମୋର ପାପରୁ ପରିଷ୍କାର କରିଛି। ଆଉ ସେଇ କ୍ରୁଶ ସ୍ୱର୍ଗରେ ଯିବାର ମାର୍ଗ ଦେଖାଇଛି। ପ୍ରିୟମାନେ, ଖ୍ରୀଷ୍ଟମାସର ସେଇ ଟ୍ରି ନୁହେଁ। ଖ୍ରୀଷ୍ଟମାସ ଟ୍ରି ଆମକୁ ଅଭିଶାପ ମୁକ୍ତ କରିନାହିଁ, କିନ୍ତୁ ଯେଉଁ କ୍ରୁଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜକୁ ଅଭିଶପ୍ତ କରି ସେ ଆମକୁ ଅଭିଶାପରୁ ମୁକ୍ତ କଲେ। ଆଉ ଆମ୍ଭମାନଙ୍କର ଯେଉଁ ସବୁ ବ୍ୟବସ୍ଥାରେ ଲେଖା ହେଇଥିବା ସବୁ ପ୍ରକାର ଦଣ୍ଡ, ଅଭିଶାପ ଗୁଡ଼ିକ ଥିଲା, ସେଇ ସବୁ ବିଧିବିଧାନକୁ ସେ କ'ଣ କଲେ? ଖଣ୍ଡନ କଲେ। ଆଉ ଆମ୍ଭମାନଙ୍କ ଠାରୁ ସେ ଦୂର କରିଦେଲେ। ତାହା ହେଉଛି ପ୍ରକୃତ ଖ୍ରୀଷ୍ଟମାସ ଟ୍ରି। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେଥିପାଇଁ ଏହି ଖ୍ରୀଷ୍ଟମାସ ଆମକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ଆଡ଼କୁ କଢ଼େଇ ନେଉ। ଏହି ଖ୍ରୀଷ୍ଟମାସ ଆମକୁ ପରିତ୍ରାଣ ଦେଉ। ଆମେ ଏହି ପ୍ରକାର ଗୋଟେ ଖ୍ରୀଷ୍ଟମାସ ପାଳନ କରିବା ଯେ ଆମେ ଖ୍ରୀଷ୍ଟଙ୍କୁ ଜାଣିବା। ଖ୍ରୀଷ୍ଟମାସ, ପ୍ରିୟମାନେ, ଖ୍ରୀଷ୍ଟମାସ ପାଳନ କରି କରି ଆଜି ଅନେକ ଭାଇ ଭଉଣୀମାନେ ପର୍ବ ସମୟରେ ଏ ପ୍ରକାର ବ୍ୟତିବ୍ୟସ୍ତ ସେମାନେ ହେଇଯାଆନ୍ତି ଯେ ସେମାନେ କୋଉଠି ନା କୋଉଠି ଖ୍ରୀଷ୍ଟଙ୍କୁ ଭୁଲି ଯାଆନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏହି ଖ୍ରୀଷ୍ଟମାସ ଆମେ ଜାଗତିକ ଶାରୀରିକ ପ୍ରତି ବେଶୀ ବ୍ୟତିବ୍ୟସ୍ତ ନ ହୋଇ ଆମେ ଖ୍ରୀଷ୍ଟଙ୍କୁ ଜାଣିବା ପାଇଁ ଆମେ ପ୍ରୟାସ କରିବା ଏବଂ ତାହାଙ୍କର କ୍ରୁଶ ନିକଟକୁ ଯାଇ ଆମେ ଉଦ୍ଧାର ପାଇବା, ପରିତ୍ରାଣ ପାଇବା। ଏହା ପରମେଶ୍ୱରଙ୍କ ଇଚ୍ଛା ଆଉ ଯୋଜନା ଅଟେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର